ନମସ୍କାର ବନ୍ଧୁଗଣ, ଆଶା କରୁଛି ଆପଣମାନେ ଭଲରେ ଥିବେ। ଯେଉଁ ବନ୍ଧୁମାନେ ଓଟିଇଟି ପାଇଁ ପ୍ରସ୍ତୁତି କରୁଛନ୍ତି, ସେହି ବନ୍ଧୁମାନଙ୍କୁ ଅନୁରୋଧ, ଦୟାପୂର୍ବକ ଏହି ଭିଡିଓଟିକୁ ନିଶ୍ଚୟ ଦେଖିବେ। ଏହି ଭିଡିଓ ମାଧ୍ୟମରେ ମୁଁ ଓଟିଇଟି ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଆଲୋଚନା କରିବା ସହିତ ଆପଣମାନଙ୍କୁ ଏହି ଭିଡିଓର ଡେସ୍କ୍ରିପସନ ଲିଙ୍କରେ ମୁଁ ମକ୍ ଟେଷ୍ଟର ଲିଙ୍କ ଦେଇଦେବି, ଯାହା ଆପଣ ବାରମ୍ବାର ପ୍ରାକ୍ଟିସ କରିପାରିବେ, ଯାହା ଆପଣଙ୍କ ପରୀକ୍ଷାରେ ନିଶ୍ଚିତ ସହଯୋଗ ହେବ। ବନ୍ଧୁ, ସମୟ ନଷ୍ଟ ନକରି ଆଗକୁ ଯିବା। ଦେଖନ୍ତୁ, ଓଟିଇଟି ପେପର 2 ଆର୍ଟ୍ସ ଫୁଲ୍ ମକ୍ ଟେଷ୍ଟ 1। ଏଇଠି ପାଇବେ ଆପଣମାନେ 150ଟି କୋଶ୍ଚିନ୍। ସମସ୍ତ ବିଭାଗରୁ, ଯେଉଁ ବିଭାଗରୁ ଯେତେ ଯେତେ କୋଶ୍ଚିନ୍ ଆସିବା କଥା, ସେହି ବିଭାଗରୁ ସେତେ କୋଶ୍ଚିନ୍ ନିଶ୍ଚୟ ପାଇବେ। ଫ୍ରେଣ୍ଡସ୍, ଏଇଟା ହେଉଛି ମକ୍ ଟେଷ୍ଟର ଲିଙ୍କ। ଆପଣମାନେ ମକ୍ ଟେଷ୍ଟ ଓପନ୍ କଲା ପରେ ଆପଣମାନେ ପ୍ରଥମେ ନିଜର ନାଁ ଦେବେ, ମୋବାଇଲ ନମ୍ବର ଦେବେ, ନେକ୍ସଟ କରିବେ। ନେକ୍ସଟ କଲା ପରେ ଏଇଠି ଆପଣମାନେ ଦେଖିବେ ଚାଇଲ୍ଡ ଡେଭଲପମେଣ୍ଟ ଆଣ୍ଡ ପେଡାଗୋଜିର 30ଟି MCQ। क्वेश्चन नंबर 1। ପିଆଜେଟ୍ ଅନୁଯାୟୀ ଅଧିକାଂଶ ଉଚ୍ଚ ପ୍ରାଥମିକ ଶିକ୍ଷାର୍ଥୀ 10 ରୁ 14 ବର୍ଷ ତାଙ୍କର ପରିବର୍ତ୍ତନ କେଉଁଭଳି ଭାବରେ ହୋଇଥାଏ? ଅପସନ୍ କ, କଂକ୍ରିଟ କାର୍ଯ୍ୟକ୍ଷମରୁ ଆନୁଷ୍ଠାନିକ କାର୍ଯ୍ୟକ୍ଷମ ପର୍ଯ୍ୟାୟ। ବନ୍ଧୁଗଣ, ମୁଁ ଏଇଠି ଆପଣମାନଙ୍କୁ କହି ରଖିବାକୁ ଚାହେଁ, ଯେତେବେଳେ ୱାର୍ଡ ଫର୍ମାଟରୁ ମକ୍ ଟେଷ୍ଟ ଫର୍ମାଟରେ କନଭର୍ଟ କରାଯାଏ ଟେକ୍ସଟକୁ, ସେତେବେଳେ ଅଟୋମେଟିକ କିଛି କିଛି କୋଶ୍ଚିନ୍ରେ ଏରର ଦେଖିବାକୁ ମିଳେ। ସେଇଟିକୁ ଆପଣମାନେ ନିଜ ହିସାବରେ ଆଡଜଷ୍ଟ କରିନେବେ, ସେଥିପାଇଁ ମୁଁ କ୍ଷମା ଚାହୁଁଛି। ନେକ୍ସଟ 2 ନମ୍ବର, ବିଜୟ ଗଣିତ ଭଳି ସାରସ୍ୱତ ଧାରଣା ଶିକ୍ଷା ଦେବା ସମୟରେ କେଉଁ ଶିକ୍ଷଣ ନୀତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ? ଅପସନ୍ ସି, ଡ୍ରିଲ ଏବଂ ଅଭ୍ୟାସ। 3, ଉଚ୍ଚ ପ୍ରାଥମିକ ପିଲାମାନେ ଉନ୍ନତ କାର୍ଯ୍ୟକ୍ଷମ ସ୍ମୃତି ଦେଖାନ୍ତି, ଏହା ସେମାନଙ୍କୁ କେଉଁଥିରେ ସାହାଯ୍ୟ କରେ? ଅପସନ୍ ବି ଇଜ କରେକ୍ଟ, ଏକକାଳୀନ ଅନେକ ସୂଚନା ପ୍ରକ୍ରିୟାକରଣ କର। ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀମାନେ ପ୍ରାୟତଃ କଂକ୍ରିଟ ଯୁକ୍ତିରୁ କାଳ୍ପନିକ ଯୁକ୍ତିକୁ ପରିବର୍ତ୍ତନ କରନ୍ତି। ଏହି ପରିବର୍ତ୍ତନ କେଉଁ କାରଣରୁ ହୁଏ? ଅପସନ୍ ବି, ଫ୍ରଣ୍ଟାଲ ଲୋବର ଦ୍ରୁତ ବିକାଶ। 5, କେଉଁ ଶିକ୍ଷାଦାନ ପଦ୍ଧତି ଅଧିକାଂଶ ଭାଇଗୋଟସ୍କିଙ୍କ ନିକଟତମ ବିକାଶ କ୍ଷେତ୍ର ସହିତ ସମାନ? ଅପସନ୍ ସି, ଧୀରେ ଧୀରେ ଅପସାରିତ ହେଉଥିବା ସମର୍ଥନ ପ୍ରଦାନ କରିବା। 6, ଉଚ୍ଚ ପ୍ରାଥମିକ ସ୍ତରରେ ନୈତିକ ଯୁକ୍ତିରେ ବୁଝାମଣା ଅନ୍ତର୍ଭୁକ୍ତ। ଅପସନ୍ ବି, ସାମାଜିକ ଅନୁମୋଦନ ଏବଂ ଆଶା। 7, ଜଣେ ଛାତ୍ର ମେଟାକଗ୍ନିଟିଭ ତ୍ରୁଟି ମନିଟରିଂ ପ୍ରଦର୍ଶନ କରନ୍ତି, ଏହାର ଅର୍ଥ ହେଉଛି ପିଲାଟି। ଅପସନ୍ ବି, ସମସ୍ୟା ସମାଧାନ କରିବା ସମୟରେ ଭୁଲ ଚିହ୍ନଟ କରିବା। 8, ଉଚ୍ଚ ପ୍ରାଥମିକ ଶିକ୍ଷାର୍ଥୀମାନଙ୍କର ଜ୍ଞାନାତ୍ମକ ନମନୀୟତା ପାଇଁ ନିମ୍ନଲିଖିତ ମଧ୍ୟରୁ କେଉଁଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ? ଅପସନ୍ ବି, ବିଭିନ୍ନ ସମସ୍ୟା ପରିସ୍ଥିତିର ସାମ୍ନା କରିବା। 9,
ସମବାୟ ଶିକ୍ଷା ଉଚ୍ଚ ପ୍ରାଥମିକ ପିଲାମାନଙ୍କୁ ମୁଖ୍ୟତଃ ବିକାଶ କରି ସାହାଯ୍ୟ କରେ। ଅପସନ୍ ସି ସହଭାଗୀ ଦାୟିତ୍ୱ ଏବଂ ଆଲୋଚନା ଦକ୍ଷତା। 10 ଜଣେ ଛାତ୍ର ଏକ ବାସ୍ତବ ଜୀବନ ପରିସ୍ଥିତିକୁ ବ୍ୟାଖ୍ୟା କରିବା ପାଇଁ ବିଜ୍ଞାନରେ ଶିଖିଥିବା ଏକ ଧାରଣାକୁ ପ୍ରୟୋଗ କରେ। ଏହାର ପ୍ରତିଫଳିତ କେଉଁ ଅପସନ୍? ଅପସନ୍ ସି ଶିକ୍ଷାର ସ୍ଥାନାନ୍ତର। ଆଧୁନିକ ଶିକ୍ଷଣ ତତ୍ତ୍ୱରେ ଶିକ୍ଷଣକୁ ଏହିପରି ଭଲ ଭାବରେ ବୁଝାଯାଏ। ଅପସନ୍ ବି ଥକାପଣ ଯୋଗୁଁ ହେଉଥିବା ଏକ ଅସ୍ଥାୟୀ ପରିବର୍ତ୍ତନ। ଭାଇଗୋଟସ୍କିଙ୍କ ଅନୁସାରେ ଶିକ୍ଷଣ ସବୁଠାରୁ ପ୍ରଭାବଶାଳୀ ହୁଏ ଯେତେବେଳେ ଶିକ୍ଷା ସାମାଜିକ ଭାବରେ ପାରସ୍ପରିକ କ୍ରିୟା ମାଧ୍ୟମରେ ମଧ୍ୟସ୍ଥତା କରିଥାଏ। ଯେତେବେଳେ ଜଣେ ଛାତ୍ର ନୂତନ ଧାରଣାକୁ ବିଦ୍ୟମାନ ଜ୍ଞାନାତ୍ମକ ଗଠନ ସହିତ ସଂଯୋଗ କରନ୍ତି, ଏହାକୁ କୁହାଯାଏ ଆମିଲିକେସନ। 14 ପିଆଜେଟ୍, ଏଠି ଟିକେ ଏରର ଆସିଯାଇଛି, ଆପଣ ମାନେ ତାକୁ ଟିକେ ଆଡଜଷ୍ଟ କରିନେବେ। ପିଆଜେଟ୍ଙ୍କ ଅନୁସାରେ ପ୍ରକୃତ ଶିକ୍ଷଣ ସେତେବେଳେ ଘଟେ ଯେତେବେଳେ ସନ୍ତୁଳନ ଜ୍ଞାନାତ୍ମକ ପୁନର୍ଗଠନକୁ ଉତ୍ତେଜିତ କରେ। 15 ଏକ ଅପ୍ରୀତିକର ଉତ୍ସାହକୁ ଦୂର କରି ଏକ ଆଚରଣକୁ ସୁଦୃଢ଼ କରୁଥିବା ଶକ୍ତି ହେଉଛି ନକାରାତ୍ମକ ଶକ୍ତି ବୃଦ୍ଧି। ଭୁଲ ଜଣେ ଛାତ୍ର ତାଙ୍କ ହାତ ଉଠାଇବା ବନ୍ଦ କରିଦିଏ କାରଣ ଶିକ୍ଷକ ସେମାନଙ୍କୁ ନିରନ୍ତର ଅଣଦେଖା କରନ୍ତି। ଏହା ଏକ ଉଦାହରଣ। ଅପସନ୍ ବି ବିଲୁପ୍ତି। ଶାସ୍ତ୍ରୀୟ ଅବସ୍ଥାନରେ ଏକ ପୂର୍ବନିରପେକ୍ଷ ଉଦ୍ଦୀପନ ଏକ ସଶକ୍ତ ଉତ୍ତେଜନାରେ ପରିଣତ ହୁଏ, ଯାହା ଦ୍ୱାରା ଅନ୍ୟମାନଙ୍କ ଆଚରଣକୁ ପର୍ଯ୍ୟବେକ୍ଷଣ ଏବଂ ଅନୁକରଣ କରି ଘଟୁଥିବା ଶିକ୍ଷାକୁ କ'ଣ କୁହାଯାଏ? ଅପସନ୍ ସି ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷା। 19 କୁଲରଙ୍କ ଅନୁସାରେ ପ୍ରତିଫଳିତ ପର୍ଯ୍ୟବେକ୍ଷଣ ଉପରେ ଧ୍ୟାନ ଦେବା। ଅପସନ୍ ବି ପଛକୁ ଚାହିଁବା ଏବଂ ଏକ ଅଭିଜ୍ଞତାର ମୂଲ୍ୟାଙ୍କନ। 20 ସ୍ଥାନୀୟ ସଂସ୍କୃତି, ପରିବେଶ ଏବଂ ଶିକ୍ଷାର୍ଥୀଙ୍କ ଅଭିଜ୍ଞତାକୁ ଏକୀକୃତ କରୁଥିବା ପାଠ୍ୟକ୍ରମ ସର୍ବୋତ୍ତମ ଭାବରେ ପ୍ରତିଫଳିତ କରେ। ଅପସନ୍ ବି ଶିକ୍ଷାର୍ଥୀ କେନ୍ଦ୍ରିକ ପାଠ୍ୟକ୍ରମ। 21 ଏକ ଗଠନବାଦୀ ଶ୍ରେଣୀ ଗୃହରେ ଶିକ୍ଷକଙ୍କ ଭୂମିକା ମୁଖ୍ୟତଃ। ଅପସନ୍ ବି ଶିକ୍ଷଣକୁ ସହଜ କରିବା ଏବଂ ସ୍କାଫୋଲ୍ଡ କରିବା। 22 ବ୍ରୁନରଙ୍କ ଦ୍ୱାରା ପ୍ରସ୍ତାବିତ ସ୍ପିରାଲ ପାଠ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରେ। ଅପସନ୍ ବି ବର୍ଦ୍ଧିତ ଗଭୀରତା ସହିତ ଧାରଣାଗୁଡ଼ିକୁ ପୁନରାବୃତ୍ତି କରିବା। 23 ନିମ୍ନଲିଖିତ ମଧ୍ୟରୁ କେଉଁଟି ଦକ୍ଷତା ଆଧାରିତ ପାଠ୍ୟକ୍ରମର ଏକ ବୈଶିଷ୍ଟ୍ୟ? ଅପସନ୍ ବି ମାପଯୋଗ୍ୟ ଶିକ୍ଷଣ ଫଳାଫଳ ଉପରେ ଗୁରୁତ୍ୱ ଦିଅନ୍ତି। 24 ଲୁକ୍କାୟିତ ପାଠ୍ୟକ୍ରମ ମୁଖ୍ୟତଃ ନିମ୍ନଲିଖିତ ବିଷୟଗୁଡ଼ିକୁ ବୁଝାଏ। ଅପସନ୍ ବି ଅବ୍ୟକ୍ତ ମାନଦଣ୍ଡ, ମୂଲ୍ୟବୋଧ ଏବଂ ପରୋକ୍ଷ ଭାବରେ ଶିଖାଯାଇଥିବା ମନୋଭାବ। 25 ଛାତ୍ରମାନଙ୍କର ତ୍ରୁଟି ନିର୍ଣ୍ଣୟ କରିବା ପରେ ପାଠ ଯୋଜନାକୁ ପରିବର୍ତ୍ତନ କରୁଥିବା ଜଣେ ଶିକ୍ଷକ ନିମ୍ନଲିଖିତ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ଅପସନ୍ ସି ପ୍ରତିଫଳିତ ଶିକ୍ଷାଦାନ। 26 କେଉଁ ପାଠ୍ୟକ୍ରମ ଡିଜାଇନ ବାସ୍ତବ ଜୀବନ ସମସ୍ୟା ଏବଂ
ସାମାଜିକ ପ୍ରାସଙ୍ଗିକତା ଉପରେ ଧ୍ୟାନ ଦିଏ। ଅପସନ୍ ସି ସମସ୍ୟା କେନ୍ଦ୍ରିକ। 27 ଶିକ୍ଷଣ ଫଳାଫଳ ହେବା ଉଚିତ। ଅପସନ୍ ବି ଇଜ୍ କରେକ୍ଟ। ପର୍ଯ୍ୟବେକ୍ଷଣୀୟ ଏବଂ ମାପଯୋଗ୍ୟ। 28 ଶିକ୍ଷଣର ମୂଲ୍ୟାଙ୍କନକୁ ବୁଝାଏ। ଅପସନ୍ ବି ସଫଳତାର ଚୂଡ଼ାନ୍ତ ବିଚାର। 29 ଶିକ୍ଷାଦାନ ପଦ୍ଧତିରେ ଛାତ୍ରଛାତ୍ରୀମାନେ ଅନୁସନ୍ଧାନ ମାଧ୍ୟମରେ ଜ୍ଞାନ ନିର୍ମାଣ କରନ୍ତି। ଅପସନ୍ ବି ଆବିଷ୍କାର ଶିକ୍ଷା। 30 ମାନଦଣ୍ଡ ସନ୍ଦର୍ଭିତ ମୂଲ୍ୟାଙ୍କନ ମାପ। ଅପସନ୍ ଏ ନିର୍ଦ୍ଦିଷ୍ଟ ମାନଦଣ୍ଡ ବିରୁଦ୍ଧରେ ବ୍ୟକ୍ତିଗତ କାର୍ଯ୍ୟଦକ୍ଷତା। ଆପଣଙ୍କ ପ୍ରଥମ ସେକ୍ସନରେ 30ଟି କ୍ୱେଶ୍ଚିନ୍ ଚାଇଲ୍ଡ ଡେଭଲପମେଣ୍ଟ ଆଣ୍ଡ ପେଡାଗୋଜିର କମ୍ପ୍ଲିଟ୍। ଦେଖିବା ଆପଣମାନେ ପାଇବେ ଲାଙ୍ଗୁଏଜ 1 ଓଡ଼ିଆର MCQ 30। 1 ଶିଶୁ ମାଧ୍ୟମିକ ସ୍ତରରେ ଓଡ଼ିଆ ଶିକ୍ଷା ନଜରକୁ କନଷ୍ଟ୍ରକ୍ଟିଭିଷ୍ଟ ଆପ୍ରୋଚ୍ କେଉଁଥିରେ ଗୁରୁତ୍ୱ ଦେଇଥାଏ? ବି ଶିଶୁଙ୍କ ପୂର୍ବ ଅନୁଭବ ଭିତ୍ତିକରେ ଅର୍ଥ ଗଠନ। 22 ଓଡ଼ିଆ ଶିକ୍ଷାରେ ଲାଙ୍ଗୁଏଜ ଆକ୍ରସ୍ କରିକୁଲମ୍ ଧାରଣାର ପ୍ରୟୋଗ କ'ଣ? ଅପସନ୍ ବି ସମସ୍ତ ବିଷୟର ଅଧ୍ୟୟନରେ ଭାଷାକୁ ଭିତ୍ତି ବନାଇବା। 23 ଉଚ୍ଚ ପ୍ରାଥମିକ ସ୍ତରରେ ଓଡ଼ିଆ ପଠନ କୌଶଳର ବିକାଶ ପାଇଁ ସର୍ବାଧିକ ପ୍ରଭାବଶୀଳ ଉପାୟ କ'ଣ? ଅପସନ୍ ବି ଅର୍ଥ ସହିତ ପାଠନ ଏବଂ ସମ୍ପୃକ୍ତି ପ୍ରଶ୍ନ। 24 କମ୍ୟୁନିକେଟିଭ ଲାଙ୍ଗୁଏଜ ଟିଚିଂ ପଦ୍ଧତିର ମୂଳ ଉଦ୍ଦେଶ୍ୟ କ'ଣ? ଅପସନ୍ ସି ବାସ୍ତବ ଜୀବନରେ ଭାଷାର ସାର୍ଥକ ବ୍ୟବହାର। 25 ଭାଷା ଶିକ୍ଷାରେ କୋର୍ ସ୍କିଲ୍ କ'ଣ କ'ଣ? ଅପସନ୍ ଏ ଲେଖନ, ପଢ଼ା, ଶୁଣିବା, କହିବା। 26 ଲାଙ୍ଗୁଏଜ ଆକ୍ରସ୍ ଦି କରିକୁଲମ୍ ଧାରଣା କେଉଁଥିରେ ଗୁରୁତ୍ୱ ଦିଏ? ଅପସନ୍ ବି ସମସ୍ତ ବିଷୟର ଅଧ୍ୟୟନରେ ଭାଷାର ପ୍ରୟୋଗ। 37 ଭାଷା ମୂଲ୍ୟାଙ୍କନରେ ରୁବ୍ରିକ୍ସ ବ୍ୟବହାରର ଲାଭ କ'ଣ? ଅପସନ୍ ବି ପ୍ରମାଣିକ ଓ ପ୍ରତିଶ୍ରୁତିବାନ ମୂଲ୍ୟାଙ୍କନ। 38 ଭାଷା ମୂଲ୍ୟାଙ୍କନରେ ଅଥେଣ୍ଟିକ୍ ଆସେସମେଣ୍ଟ କ'ଣକୁ ଜୋର ଦିଏ? ଅପସନ୍ ଏ ବାସ୍ତବ ଜୀବନର ଭାଷା ବ୍ୟବହାର। 39 ଭାଷା ମୂଲ୍ୟାଙ୍କନରେ ଆନେକ୍ଡୋଟାଲ ରେକର୍ଡସ୍ କାହାକୁ ଅଧିକ ଉପଯୁକ୍ତ? ଅପସନ୍ ଏ କକ୍ଷ ଭିତରେ ଦୈନନ୍ଦିନ ଆଚରଣ ନୋଟ୍ କରିବା। 40 ଭାଷା ମୂଲ୍ୟାଙ୍କନରେ ଏରର ଆନାଲିସିସର ଉଦ୍ଦେଶ୍ୟ କ'ଣ? ଅପସନ୍ ବି ଶିକ୍ଷାର ତ୍ରୁଟି ଚିହ୍ନଟ କରି ସୁଧାରକୁ ନିର୍ଦ୍ଦେଶ। 41 ସେ ତୁରନ୍ତ ଉଠିଗଲା ଏଠାରେ ତୁରନ୍ତ କେଉଁ ପଦ ପ୍ରକାର? ଅପସନ୍ ବି ସମୟର କ୍ରିୟା ବିଶେଷଣ। 42 ନିମ୍ନଲିଖିତରୁ କେଉଁଟି ସମୁଚ୍ଚୟ ବୋଧକ? ଏଇଟା ଯୌଗିକ ହେବା କଥା। କିଛି ଏରର ରହିଯାଇଛି, ଆପଣମାନେ ତାକୁ ଆଡଜଷ୍ଟ କରି ନେବେ ନିଜ ହିସାବରେ। ସେଥିପାଇଁ ମୁଁ ଦୁଃଖିତ, କ୍ଷମା ପ୍ରାର୍ଥନା ଚାହୁଁଛି। କାହିଁକି ନା ୱାର୍ଡ ଫାଇଲରୁ ତାକୁ ମକ୍ ଟେଷ୍ଟରେ କନଭର୍ଟ କଲା ପରେ ଅଟୋମେଟିକ୍ କିଛି ଏରର ଆସିଯାଉଛି। 43 ଯଦି ବର୍ଷା ପଡ଼େ ନିମ୍ନଲିଖିତ କେଉଁଟି ସମୁଚ୍ଚୟ ବୋଧକ ଯୌଗିକ ଶବ୍ଦ? ଅପସନ୍ ଡି ଏବଂ। 43 ଯଦି ବର୍ଷା ପଡ଼େ ତେବେ ତୁରନ୍ତ ଯିବୁନି, ଏଠାରେ ଯଦି
କେଉଁ ପଦ, ଏଟା ଆକ୍ଚୁଆଲି କେଉଁ ପଦ ହେବା ଜାଗାରେ କୌଣସି ହେଇଯାଇଛି। ଅପସନ୍ ଡି କାରଣବାଚକ ଯୌଗିକ। 44 କାର୍ଯ୍ୟକ୍ଷମତା ଶବ୍ଦକୁ କିପରି ବିଭାଜନ କରିପାରିବା? ଅପସନ୍ ଏ କାର୍ଯ୍ୟ ଯୋଗ କ୍ଷମ ଯୋଗ ତା, କାର୍ଯ୍ୟକ୍ଷମତା। 45 ସଂସ୍କୃତି ଶବ୍ଦରେ ସଂ ଉପସର୍ଗର ଅର୍ଥ କଣ? ଅପସନ୍ ବି ସଙ୍ଗେ ସାମୂହିକ। 46 କ୍ରୂର ଶବ୍ଦର ବିପରୀତାର୍ଥକ କେଉଁଟି? ଅପସନ୍ ଏ ଦୟାଲୁ। 47 ଆକୁଳ ଶବ୍ଦର ପର୍ଯ୍ୟାୟବାଚୀ କେଉଁଠି? ଅପସନ୍ ବି ଉତ୍କଣ୍ଠିତ। 48 ଅଦୃଶ୍ୟ ଶବ୍ଦର ବିପରୀତାର୍ଥକ କେଉଁଠି? ଅପସନ୍ ବି ଦୃଶ୍ୟମାନ, ଦେଖାଯାଉଥିବା। 49 ମୁଁ ଆଖିରେ ଟୀକା ରଖିବି ଭାବର ଅର୍ଥ କଣ? ଅପସନ୍ ବି ସତର୍କ ରହିବା। 50 ମୁଁ ତଲେ ଚାଲିବି ଭାବର ଅର୍ଥ କଣ? ଅପସନ୍ ସି ସବୁ ଅନୁସରଣ କରିବା। 51 ପାଣି ପରି ଚାଲିବା ଭାବର ଅର୍ଥ କଣ? ଅପସନ୍ ଡି ଦ୍ରୁତ ସହଜ ଭାବରେ କାମ କରିବା। 52 ରାଧାନାଥ ରାୟଙ୍କ କବିତାର ସାଧାରଣ ଲକ୍ଷଣ କଣ? ଅପସନ୍ ଏ ସରଳ ଭାଷା, ଭାବପ୍ରବଣତା, ସାମାଜିକ ସଚେତନତା। 53 ରାଧାନାଥ ରାୟଙ୍କ ନବୀନ କବିତା କେଉଁ ଧାରାର ସମ୍ପୃକ୍ତ? ଅପସନ୍ ଏ ଓଡ଼ିଆ ସାହିତ୍ୟର ନବୋଦୟ ଧାରା। 54 ସୁରେନ୍ଦ୍ର ମହାନ୍ତିଙ୍କ ଜୀବନ ରଙ୍ଗ କୃତିର ମୁଖ୍ୟ ଲକ୍ଷଣ କଣ? ଅପସନ୍ ଏ ମାନବୀୟ ସମ୍ପର୍କ ସାମାଜିକ ନୀତି। 55 ତୁମେ ଓ ସେ ମିଶି ଗୀତ ଗାଇଲେ ବାକ୍ୟରେ କଞ୍ଜକ୍ସନ୍ କଣ? ଅପସନ୍ ଏ। 56 ଗୋଟେ ସୁନ୍ଦର ପୁସ୍ତକ ମୋ ପାଖରେ ଅଛି ବାକ୍ୟରେ ନାଉନ୍ କଣ? ଅପସନ୍ ଏ ପୁସ୍ତକ। ତାଙ୍କର ପାଠ ଅତ୍ୟନ୍ତ ରୁଚିକର ବାକ୍ୟରେ ଆଡଜେକ୍ଟିଭ କଣ? ଅପସନ୍ ବି ରୁଚିକର। ତୁମେ ପଢ ନହେଲେ ତୁମେ ପରୀକ୍ଷାରେ ଅସଫଳ ହେବ ବାକ୍ୟରେ କଞ୍ଜକ୍ସନ୍ କଣ? ଅପସନ୍ ଏ ନହେଲେ। 59 ସେ ପଢୁଥିଲେ ଯେଉଁଠାରେ ସେ ତୀବ୍ର ଧ୍ୟାନ ଦେଉଥିଲେ ବାକ୍ୟରେ କଞ୍ଜକ୍ସନ୍ କଣ? ଅପସନ୍ ଏ ଯେଉଁଠାରେ। ସେ ପଢୁଛି ଯଦି ସମୟ ମିଳେ ବାକ୍ୟରେ କଞ୍ଜକ୍ସନ୍ କଣ? ଅପସନ୍ ଏ ଯଦି। ନେକ୍ସଟ language to English MCQ 30. 61 task based learning supports language development because option B is correct. Learners use language for real communication. 62 extensive reading skill is best developed through option A reading long text for pleasure and meaning. 63 bottom up processing in listening means option B starting from sounds, words, sentence meaning. 64 in language development output hypothesis by showing emphasis. Option B learners improve through producing language. 65 validity in language assessment means option C the test measures what it claims to measure. 66 holistic scoring in writing assessment evaluates
Option C. Overall writing quality in a single score. 67. Backwash effect of assessment refers to option A. Influence of testing on teaching and learning. 68. Children at the upper primary level learn English best when option B. They use language in meaningful context. 69. Pair and group work in English class helps learners to option B. Practice language collaboratively. 70. For struggling learners in English, the best support at upper primary level is option B. Remedial teaching with scaffolding. 71. Choose the correctly spelled word. Option B. Accommodation. 72. Choose the word that is closest in meaning to reluctant. Option B. Unwilling. 73. The word transparent means option B. Easy to see through. The word evolve means option B. Develop gradually. 75. The synonym of cautious is option A. Alert. The colon is correctly used in option B. I bought the following items apples, mangoes, and bananas. 77. The semicolon is used to option A. Join two independent but related clause. 78. Identify the sentence with correct atmosphere use. Option B. The girl's bag is on the table. 79. Choose the correct form by next year. She does her degree. Option C is correct. Will have complete. 80. Fill in. When we reached the station, the train dash. Option B. Had left. 81. Which sentence is grammatically correct? Option B. He has gone home. 82. Fill in. She does English every day. Um, Option B. He learns English every day. 83. Active form of the thief had been arrested by the police. Option B. The police had arrested the thief. 84. Active form of the message will have been delivered by noon. Option D. They will have delivered the message by noon. 85. Passive form of somebody has stolen my wallet. Option 1. My wallet has been stolen. 86. Choose correct passive. Keep the room clean. Option C. Let the room be kept clean. 87. Choose the correct option. I met this European tourist yesterday. Option A. I met a European tourist yesterday. 88. Choose the correct form. He goes to a school by a bus. Option D is correct. No article.
99. Helen, this is Dash. Most interesting story I have ever read. Option C. This is the most interesting story I have ever read. 90. I have never seen Dash UFO before. Option A. I have never seen a UFO before. Then next, ଆମେ ଦେଖିବା social study MCQ 60. 91. Which objective related to developing map reading skill? Option C. Psychomotor. 92. To develop problem solving ability is an example of. Option B. Skill objective. 93. Social studies encourage learners to. Option B. Think independently and critically. 94. Which of the following is a major objective of social studies? Option B. Developing critical and reflective thinking. 95. Which of the following is not an objective of social studies? Option C. Encouraging stereotypes. 96. A key aim of social studies education in a democratic country is to. Option B. Prepare informed and responsible citizen. 97. In social studies, fostering patriotism means. Option B. Understanding and appreciating national heritage responsible. 98. Which approach helps students learn social science concepts through real life problem context? Option B. Contextual and situational approach. 99. The dramatization method is especially used for teaching. Option A. Human relation and historical situation. 100. Graphs, chart, and timelines are mainly associated with. Option B. Visual and graphics approach. 101. Field trip method is most useful for developing. Option A. First hand observation and experiential learning. 102. The case study method is best suited for studying. Option B. A particular event, individual, or social phenomenon in depth. 103. Heuristic method encourages students to discover knowledge independently. 4. Programmed instruction in social science emphasize. Option A. Linear, step-by-step learning with immediate feedback. 105. Which of the following best reflects the primary purpose of evaluation in social science? Option C. To diagnose learning gaps and guide remedial teaching. 106. Which tool is most effective for evaluating student inquiry skill in social science? Option B. Portfolio assessment. 107. A scoring guide with clearly defined criteria and level of
achievement is known as rubric. 108. Which evaluation method best measures higher order thinking skill in social science? Option C. Open-ended question. 109. A social science teacher use KWL charts for assessment. This is represents which type of evaluation? Option B. Formative evaluation. 110. The teacher asks student to prepare a model of a volcano to evaluate their understanding of natural disaster. This is an example of authentic assessment. British 111. ବ୍ରିଟିଶ ମାନଙ୍କ ଲାସ୍ପର ସିଦ୍ଧାନ୍ତ କାହାକୁ ସମ୍ବର୍ଦ୍ଧିତ? ଅପସନ ସି ରାଜ୍ୟ ଅଧିଗ୍ରହଣ। 112. ସୁଲତାନ କାଳରେ ଦିୱାନ ଇ ରିୟାସତ ବିଭାଗ କାହା ସହିତ ସମ୍ବନ୍ଧିତ? ଅପସନ ସି ବଜାର ନିୟନ୍ତ୍ରଣ ଓ ବ୍ୟାପାର। 13. ବ୍ରିଟିଶ ଶାସନରେ ଶିଳ୍ପହୀନତାର ସର୍ବାଧିକ କାରଣ କାହା? ଅପସନ ଏ ବ୍ୟାପାର ଓ ଏକଚାଟିଆ ନୀତି। 114. ସିକନ୍ଦର ଲୋଦୀର ସାମ୍ରାଜ୍ୟର ମୁଖ୍ୟ ବୈଶିଷ୍ଟ୍ୟ କଣ ଥିଲା? ଅପସନ ବି ଧାର୍ମିକ ସଂସ୍କାର ନଗର ବିକାଶ। 115. ଇବ୍ରାହିମ ଲୋଦୀ କାଳରେ କେଉଁ ଯୁଦ୍ଧ ଦ୍ୱାରା ଲୋଦୀ ଡାଇନାଷ୍ଟିର ଅନ୍ତ ହେଲା? ଅପସନ ଏ ବ୍ୟାଟଲ ଅଫ ପାନିପତ 1526। 116. ସ୍ଲାବ ଡାଇନାଷ୍ଟିର ସ୍ଥାପନ କେଉଁ ସରି ସ୍ଲାବ ଡାଇନାଷ୍ଟିର ସ୍ଥାପନା ସମୟରେ କେଉଁ ପ୍ରଧାନ ସଂଗଠନ ଥିଲା? ଅପସନ ବି ଇକ୍ତାଦାରୀ ସିଷ୍ଟମ। 117. 1857ରେ କୃଷକ ସେନା ଆନ୍ଦୋଳନ କେଉଁ ନାମରେ ପ୍ରସିଦ୍ଧ? ଅପସନ ଏ ସିପାହୀ ମୁଟିନିଟି। 18. ଇକୋନୋମିକ ଇମ୍ପାକ୍ଟ ଅଫ ବ୍ରିଟିଶ ରୁଲରେ ମଧ୍ୟରେ ସର୍ବାଧିକ କେଉଁଟି? ଅପସନ ବି ଡିଇଣ୍ଡଷ୍ଟ୍ରିଆଲାଇଜେସନ ଅଫ ଇଣ୍ଡିଆନ ହ୍ୟାଣ୍ଡିକ୍ରାଫ୍ଟସ। 119. ଖାରବେଳ କାଳରେ କେଉଁ କୃଷି ସୁଧାର ନୀତି ଲାଗୁ କରାଯାଇଥିଲା? ଅପସନ ଏ ଇରିଗେସନ ସିଷ୍ଟମ। 120. ମୁକୁନ୍ଦ ଦେବ କାଳରେ କେଉଁ ଘଟଣା ଓଡ଼ିଶାର ଇତିହାସରେ ମୁଖ୍ୟ? ଅପସନ ଏ ଫଲ୍ ଅଫ ଓଡ଼ିଶା ଟୁ ମୁଗଲ୍ସ 1568। 121. ସୋମା ଡାଇନାଷ୍ଟିରେ ସେନା ବିକାଶର ମୁଖ୍ୟ ସରି ସୋମ ଡାଇନାଷ୍ଟିରେ ସେନା ବିକାଶର କେଉଁ ପ୍ରମୁଖ ଉଦାହରଣ? ଅପସନ ଏ ଡିଫେନ୍ସିଭ ଫୋର୍ସ ଆଣ୍ଡ ନାଭାଲ ଫ୍ଲିଟ୍। 122. କପିଳେନ୍ଦ୍ର ଦେବ କାଳରେ ଓଡ଼ିଶାର ରାଜନୈତିକ ସାମ୍ରାଜ୍ୟ କେଉଁ ଦିଗରେ ବିସ୍ତାରିତ ହେଲା? ଅପସନ ଏ ସାଉଦର୍ନ ଆଣ୍ଡ କୋଷ୍ଟାଲ ରିଜିଅନ। 123. ଜାଲିଆନାବାଗ ମେସକେର କେଉଁ ସହରରେ ଘଟିଲା? ଅପସନ ଏ ଅମୃତସର। 124. ମଡରେଟ୍ସ ଏବଂ ଏକ୍ସଟ୍ରିମିଷ୍ଟରେ କେଉଁ ମୁଖ୍ୟ ତଫାତ? ଅପସନ ଏ ପଲିସି ଅଫ କନଷ୍ଟିଟ୍ୟୁସନାଲ ରିଫର୍ମସ ଭର୍ସେସ ଆଗ୍ରେସିଭ ପ୍ରୋଟେଷ୍ଟ। 125. ଖିଲାଫତ ମୁଭମେଣ୍ଟ କାହା ପ୍ରତିବଦ୍ଧ ଥିଲା? ଅପସନ ଏ ପ୍ରୋଟେକ୍ସନ ଅଫ ଓଟୋମାନ କ୍ୟାଲିଫେଟ। 126. ୟୁରୋପିଆନ ନ୍ୟାସନାଲିଜିମ କାହାକୁ କେନ୍ଦ୍ର କରି ଉଦ୍ଭବ ହେଲା? ଅପସନ ଏ ଫ୍ରେଞ୍ଚ ରିଭଲ୍ୟୁସନ। 127. ଓଟୋ ଭାନ ବିସ୍ମାର୍କ କାହାକୁ ଆଇରନ୍ ଚାନ୍ସେଲର ଭାବେ ପରିଚିତ କରାଯାଇଛି? ଅପସନ ଏ ଜର୍ମାନୀକୁ। 128. ଇଣ୍ଡିଆନ କନଷ୍ଟିଟ୍ୟୁସନର ପ୍ରେସିଡେଣ୍ଟର ନିଯୁକ୍ତି କେଉଁ ଆର୍ଟିକଲ ଅନୁସାରେ? ଅପସନ ବି ଆର୍ଟିକଲ 52।
129 इंडियन कॉन्स्टिट्यूशन ର ସଂସ୍କାର କେବେ ସବୁଠୁ ବଡ଼ ଆମେଣ୍ଡମେଣ୍ଟ ହୋଇଥିଲା? ଅପସନ୍ ସି 42 ଆମେଣ୍ଡମେଣ୍ଟ। 130 ୟୁନିଭର୍ସାଲ ଡିକ୍ଲାରେସନ ଅଫ ହ୍ୟୁମାନ ରାଇଟ୍ସ କେବେ ଗଠିତ ହେଲା? ଅପସନ୍ ସି 1948। 131 NHRC ଇଣ୍ଡିଆ କେବେ ଗଠିତ ହେଲା? ଅପସନ୍ ବି 1993। 132 ଇଣ୍ଡିଆନ କନଷ୍ଟିଟ୍ୟୁସନରେ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ଏକ୍ଜିକ୍ୟୁଟିଭ ପାୱାର କେଉଁ ଦ୍ୱାରା ଦିଆଯାଇଛି? ଅପସନ୍ ଏ ଆର୍ଟିକଲ 53 and 74। 133 ପଞ୍ଚାୟତି ରାଜ ସିଷ୍ଟମ କେବେ 73 ଆମେଣ୍ଡମେଣ୍ଟ ଦ୍ୱାରା ସାମ୍ବିଧାନିକ ହେଲା? ଅପସନ୍ ସି 1992। ୟୁନିୟନ ଗଭର୍ଣ୍ଣମେଣ୍ଟର ଲେଜିସ୍ଲେଟିଭ ପାୱାର୍ସ କେଉଁ ସେଡ୍ୟୁଲରେ ଦିଆଯାଇଛି? ଅପସନ୍ ଏ ଲିଷ୍ଟ 1 ୟୁନିୟନ ଲିଷ୍ଟ। 135 ପଲିଟିକାଲ ପାର୍ଟିଜ ଇଣ୍ଡିଆନ କନଷ୍ଟିଟ୍ୟୁସନର କେଉଁ ଆର୍ଟିକଲ ଅନୁସାରେ ପ୍ରତିଷ୍ଠିତ ହୁଏ? ଅପସନ୍ ଏ not directly mentioned regulated by election commission। 136 ट्रेड यूनियंस कौन प्रेशर ग्रुप ର ଉଦାହରଣ କି? ଅପସନ୍ ଏ yes ଇକୋନୋମିକ ପ୍ରେସର ଗ୍ରୁପ। 137 ଓଡ଼ିଶାରେ କେଉଁ ମିନେରାଲ୍ସ ର ସବୁଠାରୁ ବଡ଼ ଉତ୍ପାଦନ ହୁଏ? ଅପସନ୍ ବି କ୍ରୋମାଇଟ୍ ଏଣ୍ଡ ବକ୍ସାଇଟ୍। 138 ଓଡ଼ିଶାରେ ଥର୍ମାଲ ପାୱାର ପ୍ଲାଣ୍ଟସ ମୁଖ୍ୟତଃ କେଉଁ ନଦୀ ନିକଟରେ ଅବସ୍ଥିତ? ଅପସନ୍ ଏ ମହାନଦୀ। 139 ଓଡ଼ିଶାରେ ମିନେରାଲ୍ସରେ ଅଧିକ ପ୍ରସିଦ୍ଧ ଜିଙ୍କ ପାଇଁ କେଉଁ କଳକାରଖାନା ପ୍ରସିଦ୍ଧ? ଅପସନ୍ ଡି ସୁକିନ୍ଦା। 140 ଡିଗ୍ରେଡେସନ ରେ କଣ ସମ୍ପୃକ୍ତ? ଅପସନ୍ ସି ସଏଲ ଏରୋସିସନ, डिफॉरेस्टेशन, ओवरग्रेजिंग। 151 ଓଡ଼ିଶାର ହାଇଡ୍ରୋ ପାୱାର ପୋଟେନ୍ସିଆଲ ର ସବୁଠାରୁ ବଡ଼ କେଉଁ ନଦୀରେ ଅଛି? ଅପସନ୍ ବି ମହାନଦୀ। 152 ଓଡ଼ିଶାର ବାୟୋଡାଇଭରସିଟି ହଟସ୍ପଟ କଣ? ଅପସନ୍ ଏ ଶିମିଳିପାଳ ବାୟୋସ୍ଫିୟର ରିଜର୍ଭ। 143 କୋଷ୍ଟାଲ ଇରୋସନ ଓଡ଼ିଶାରେ କେଉଁ ଜିଲ୍ଲାରେ ସବୁଠାରୁ ବେଶୀ ହୁଏ? ଅପସନ୍ ଡି କେନ୍ଦ୍ରାପଡ଼ା ଏଣ୍ଡ ଜଗତସିଂହପୁର। 144 ଟ୍ରପୋସ୍ଫିୟର ମୁଖ୍ୟ କାର୍ଯ୍ୟ କଣ? ଅପସନ୍ ବି ୱେଦର ଏଣ୍ଡ କ୍ଲାଇମେଟ। 145 ଆଟମସ୍ଫିୟର ର ସବୁଠାରୁ ମୁଖ୍ୟ ଗ୍ୟାସ କଣ? ଅପସନ୍ ଏ ନାଇଟ୍ରୋଜେନ। 146 ଆର୍ଥକ୍ୟୁକ୍ ଅକୁରେନ୍ସ ରେ ଲିଥୋସ୍ଫିୟର ଭୂମିକା କଣ? ଅପସନ୍ ଡି ପ୍ଲେଟ୍ ମୁଭମେଣ୍ଟ ଏଣ୍ଡ ଫଲ୍ଟିଂ। 147 କ୍ରଷ୍ଟ ଥିକନେସ ସବୁଠାରୁ ଅଧିକ କଣ? ଅପସନ୍ ସି କଣ୍ଟିନେଣ୍ଟାଲ କ୍ରଷ୍ଟ 35 to 70 କିମି। 148 ଟରିଡ ଜୋନ୍ କଣ ଅଞ୍ଚଳରେ ପଡେ କେଉଁ ଅଞ୍ଚଳରେ ପଡେ? ଅପସନ୍ ଏ ट्रॉपिक ऑफ कैंसर एंड ट्रॉपिक ऑफ कैप्रिकॉन। 149 ओडिशा कौन केउ टेम्परेचर जोन रे पड़े? ऑप्शन बी टॉरिड ट्रॉपिकल जोन। 150 टेम्परेचर जोन रे सन डिक्लिनेशन कौन भूमिका रही? ऑप्शन ए डिटरमाइन्स हीटिंग इंटेंसिटी एंड डे लेंथ। प्रथम मॉक टेस्ट रे आपण माने 150 150 टी
ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଦେଖିବାକୁ ପାଇଲେ। ଏମିତି ଯଦି ଆପଣମାନେ ମକ୍ ଟେଷ୍ଟ ପାଇବାକୁ ଯଦି ଚାହୁଁଛନ୍ତି, ତେବେ ଏହି ୟୁଟ୍ୟୁବ୍ ଚ୍ୟାନେଲଟିକୁ ଦୟାପୂର୍ବକ ସବସ୍କ୍ରାଇବ୍ କରିଦିଅନ୍ତୁ ଓ ନିଜର ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଲିଙ୍କଟିକୁ ସେୟାର କରିଦେବେ, ଯାହା ଫଳରେ ଅନ୍ୟ ଆଶାୟୀମାନେ ଏହାର ଉପଯୋଗ ପାଇପାରିବେ। ଫାଇନାଲ ସବମିଟ୍। ଦେଖନ୍ତୁ ବନ୍ଧୁମାନେ, ଆପଣ ଯେତେବେଳେ ଏହି ଲିଙ୍କଟିକୁ ମକ୍ ଟେଷ୍ଟଟିକୁ ସବମିଟ୍ କରିବେ, ସବମିଟ୍ କଲା ପରେ ଆପଣ ଏଇଠି ଦେଖିବେ ନିଜର ସ୍କୋର, ଭ୍ୟୁ ସ୍କୋରକୁ କ୍ଲିକ୍ କରିବେ। ଦେନ୍ ଦେଖିବେ ଆପଣମାନେ ଏଇଠି 150ରୁ 149 ଆପଣ ସ୍କୋର ନିଜ ଦେଖିପାରିବେ। ଆପଣ କୋଉ ବିଭାଗରେ କେତେ କେତେ ରଖିଛନ୍ତି ସେଇଟା ମଧ୍ୟ ଦେଖିପାରିବେ। ଚାଇଲ୍ଡ ଡେଭଲପମେଣ୍ଟ ଆଣ୍ଡ ପେଡାଗୋଜିରୁ 30 କ୍ୱେଶ୍ଚିନ୍ 29, ଯେଉଁ କ୍ୱେଶ୍ଚିନ୍ ଗୁଡ଼ିକ ଆପଣ ଠିକ୍ ଉତ୍ତର ଦେଇଥିବେ ତାହା ଗ୍ରୀନରେ ଦେଖାଯିବ, ଆଉ ଯେଉଁ କ୍ୱେଶ୍ଚିନ୍ ମାନେ ଆପଣ ତାକୁ ଭୁଲରେ ଟିକ୍ କରିଥିବେ ତାହା ଆପଣଙ୍କୁ ଏମିତି ରେଡ୍ ଦେଖାଯିବ। ଆପଣ ଏହି କୁ ଆପଣ ମାନେ ବାରମ୍ବାର ଦେଇପାରିବେ। ଏହାର ଲିଙ୍କ ମୁଁ ଏହି ଚ୍ୟାନେଲର ଡେସ୍କ୍ରିପସନରେ ଦେଇଦେବି।